ଓମ୍ ଶାନ୍ତି। 16 ଅକ୍ଟୋବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ଏକାନ୍ତରେ ବସି ଏବେ ଏପରି ଅଭ୍ୟାସ କର ଯେପରି ଅନୁଭବ ହେବ ଯେ ମୁଁ ଶରୀରଠାରୁ ଭିନ୍ନ ଆତ୍ମା ଅଟେ। ଏହାକୁ ହିଁ ଜୀବିତ ଥାଇ ମରିବା କୁହାଯାଏ। ଏକାନ୍ତରେ ବସି ଏବେ ଏପରି ଅଭ୍ୟାସ କର ଯେପରି ଅନୁଭବ ହେବ ଯେ ମୁଁ ଶରୀରଠାରୁ ଭିନ୍ନ ଆତ୍ମା ଅଟେ। ଏହାକୁ ହିଁ ଜୀବିତ ଥାଇ ମରିବା କୁହାଯାଏ। ଆଜିର ପ୍ରଶ୍ନ, ଏକାନ୍ତର ଅର୍ଥ କ'ଣ? ଏକାନ୍ତରେ ବସି ତୁମମାନଙ୍କୁ କେଉଁ ଅନୁଭବ କରିବାକୁ ହେବ? ଏକାନ୍ତର ଅର୍ଥ କ'ଣ? ଏକାନ୍ତରେ ବସି ତୁମମାନଙ୍କୁ କେଉଁ ଅନୁଭବ କରିବାକୁ ହେବ? ଉତ୍ତର, ଏକାନ୍ତର ଅର୍ଥ ହେଉଛି ଜଣକର ସ୍ମୃତିରେ ଏହି ଶରୀରର ଅନ୍ତ ହେଉ। ଅର୍ଥାତ୍ ଏକାନ୍ତରେ ବସି ଏପରି ଅନୁଭବ କର କି ମୁଁ ଆତ୍ମା ଏହି ଶରୀର ରୂପୀ ଚମଡ଼ାକୁ ଛାଡ଼ି ବାବାଙ୍କ ପାଖକୁ ଯାଉଛି। କେହି ବି ମନେ ନ ପଡ଼ନ୍ତୁ। ବସି ବସି ଅଶରୀରୀ ହୋଇଯାଅ, ଯେପରିକି ମୁଁ ଏହି ଶରୀରରୁ ମରିଗଲି। ବାସ୍, ମୁଁ ଏକ ଆତ୍ମା, ଶିବ ବାବାଙ୍କର ସନ୍ତାନ। ଏହିଭଳି ଅଭ୍ୟାସ କରିବା ଦ୍ୱାରା ଦେହ ଅଭିମାନ ତୁଟିଯିବ। ଓମ୍ ଶାନ୍ତି। ପିଲାମାନଙ୍କୁ ବାବା ପ୍ରଥମେ ବୁଝାଉଛନ୍ତି ଯେ ମିଠା ମିଠା ସନ୍ତାନମାନେ, ଯେତେବେଳେ ଏଠାରେ ବସୁଛ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଆଉ କୌଣସି ଆଡ଼କୁ ବୁଦ୍ଧିଯିବା ଅନୁଚିତ। ଏକଥା ତୁମେ ଜାଣିଛ ଯେ ଆମେ ଆତ୍ମା ଅଟୁ। ଆମେ ଆତ୍ମା ଏହି ଶରୀର ଦ୍ୱାରା ଅଭିନୟ କରୁଛୁ। ଆତ୍ମା ଅବିନାଶୀ, ଶରୀର ବିନାଶୀ। ତେଣୁ ତୁମ ପିଲାମାନଙ୍କୁ ଦେହୀ ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ଆମେ ଆତ୍ମା ଚାହିଁଲେ ଏହି କର୍ମେନ୍ଦ୍ରିୟ ଦ୍ୱାରା କାମ କରିବୁ ଅଥବା ନ କରିବୁ। ନିଜକୁ ଶରୀରରୁ ଅଲଗା ଭାବିବା ଦରକାର। ବାବା କହୁଛନ୍ତି, ନିଜକୁ ଆତ୍ମା ବୋଲି ବୁଝ, ଦେହକୁ ଭୁଲିଯାଅ। ମୁଁ ଆତ୍ମା ସ୍ୱାଧୀନ ଅଟେ। ମୋତେ ଏକମାତ୍ର ବାବାଙ୍କ ବିନା କାହାକୁ ମନେ ପକାଇବାର ନାହିଁ। ବଞ୍ଚିଥାଇ ମଧ୍ୟ ସମସ୍ତ ଦେହ ଅଭିମାନରୁ ଦୂରେଇ ରହିବାକୁ ହେବ। ଆମ ଆତ୍ମାର ଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଦରକାର। ତୁମେ ତ ଦୁନିଆ ପ୍ରତି ଓ ଘର ପରିବାରରୁ ମରିଗଲ। କୁହାଯାଏ ନା, ନିଜେ ମଲେ ଦୁନିଆ ମରିଗଲା। ଏବେ ତୁମକୁ ଜୀଇ ଥାଉ ଥାଉ ମରିବାକୁ ହେବ। ଆମେ ଆତ୍ମା ଶିବ ବାବାଙ୍କର ସନ୍ତାନ ଅଟୁ। ତେଣୁ ଶରୀରର ଅଭିମାନ ବା ଚେତନା ସମାପ୍ତ କରିଦେବା ଉଚିତ। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ଶରୀରର ଅଭିମାନ ଛାଡ଼। ଏହା ପୁରୁଣା ଶରୀର ଅଟେ ନା। ପୁରୁଣା ଜିନିଷକୁ ତ୍ୟାଗ କରାଯାଇଥାଏ ନା। ନିଜକୁ ଅଶରୀରୀ ମନେ କର। ଏବେ ତୁମକୁ ବାବାଙ୍କୁ ମନେ ପକାଇ ପକାଇ ବାବାଙ୍କ ପାଖକୁ ଯିବାକୁ ହେବ। ଏପରି କରୁ କରୁ ତୁମର ପୁଣି ଅଭ୍ୟାସ ହୋଇଯିବ। ଏବେ ତ ତୁମକୁ ଘରକୁ ଯିବାକୁ ହେବ। ପୁଣି ଏହି ପୁରୁଣା ଦୁନିଆକୁ କାହିଁକି ମନେ ପକାଉଛ? ଏକାନ୍ତରେ ବସି ଏହିପରି ନିଜ ସହିତ କଥାବାର୍ତ୍ତା କରିବା ଉଚିତ। ଭକ୍ତି ମାର୍ଗରେ ମଧ୍ୟ କୋଠରୀରେ ବସି ମାଳା ଗଡ଼ାଇ ପୂଜା କରିଥାନ୍ତି। ତୁମେ ମଧ୍ୟ ଏକାନ୍ତରେ ବସି ଏହି ଚେଷ୍ଟା କର, ତେବେ ତୁମର ଅଭ୍ୟାସ ହୋଇଯିବ। ତୁମକୁ ମୁଖ ଦ୍ୱାରା ତ କିଛି କହିବାର ନାହିଁ। ଏଥିରେ ହିଁ ବୁଦ୍ଧିର କଥା ରହିଛି। ଶିବ ବାବା ତ ଶିଖାଉଛନ୍ତି, ତାଙ୍କୁ ତ ପୁରୁଷାର୍ଥ କରିବାର ନାହିଁ। ଏହି ବ୍ରହ୍ମା ବାବା ପୁରୁଷାର୍ଥ କରୁଛନ୍ତି, ପୁଣି ତୁମମାନଙ୍କୁ ମଧ୍ୟ ବୁଝାଉଛନ୍ତି। ତେଣୁ ଯେତେ ସମ୍ଭବ ଏହିପରି ବସି ବିଚାର କର। ଏବେ ଆମକୁ ଘରକୁ ଯିବାକୁ ହେବ। ଏହି ଶରୀରକୁ ତ ଏଠାରେ ଛାଡ଼ିବାକୁ ହେବ। ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ଏବଂ ଆୟୁଷ ମଧ୍ୟ ବଢ଼ିବ। ଭିତରେ ଏହି ଚିନ୍ତନ ଚାଲିବା ଉଚିତ। ମୁଖ ଦ୍ୱାରା କିଛି କହିବାର ନାହିଁ। ଭକ୍ତି ମାର୍ଗରେ ମଧ୍ୟ ବ୍ରହ୍ମତତ୍ତ୍ୱକୁ ଅଥବା କେହି କେହି ଶିବଙ୍କୁ ମଧ୍ୟ ମନେ ପକାଇଥାନ୍ତି। କିନ୍ତୁ ଏହା କୌଣସି ଯଥାର୍ଥ ଯୋଗ ନୁହେଁ। ବାବାଙ୍କର ପରିଚୟ ହିଁ ନାହିଁ, ତେବେ କିପରି ମନେ ପକାଇବେ?
ତୁମକୁ ଏବେ ବାବାଙ୍କର ପରିଚୟ ମିଳିଛି। ସକାଳୁ ସକାଳୁ ଉଠି ଏକାନ୍ତରେ ଏହିପରି ନିଜ ସହିତ କଥା ହୁଅ। ବିଚାର ସାଗର ମନ୍ଥନ କର, ବାବାଙ୍କୁ ମନେ ପକାଅ। ବାବା, ମୁଁ ବର୍ତ୍ତମାନ ଆପଣଙ୍କର ସୁଖଦାୟୀ କୋଳକୁ ଯାଉଛି। ତାହା ହେଉଛି ଆତ୍ମିକ କୋଳ। ତେଣୁ ଏହିପରି ନିଜ ସହିତ କଥା ହେବା ଉଚିତ। ବର୍ତ୍ତମାନ ବାବା ଆସିଛନ୍ତି। ବାବା କଳ୍ପ ଆସି ଆମକୁ ରାଜଯୋଗ ଶିଖାଉଛନ୍ତି। ବାବା କହୁଛନ୍ତି, ମୋତେ ଏବଂ ସୃଷ୍ଟିଚକ୍ରକୁ ମନେ ପକାଅ। ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ। ବାବାଙ୍କ ପାଖରେ ହିଁ ଚକ୍ରର ସମସ୍ତ ଜ୍ଞାନ ରହିଛି ନା। ସେ ପୁଣି ତୁମକୁ ଦେଉଛନ୍ତି, ତୁମକୁ ତ୍ରିକାଳଦର୍ଶୀ କରାଉଛନ୍ତି। ତିନି କାଳ ଅର୍ଥାତ୍ ଆଦି ମଧ୍ୟ ଅନ୍ତକୁ ତୁମେ ଜାଣିଛ। ବାବା ମଧ୍ୟ ପରମ ଆତ୍ମା ଅଟନ୍ତି। ତାଙ୍କର ଶରୀର ତ ନାହିଁ। ଏବେ ଏହି ଶରୀରରେ ବସି ତୁମକୁ ବୁଝାଉଛନ୍ତି। ଏହା ଆଶ୍ଚର୍ଯ୍ୟଜନକ କଥା ଅଟେ। ଭାଗୀରଥ ଉପରେ ବିରାଜମାନ ହେବେ, ତେବେ ନିଶ୍ଚୟ ଅନ୍ୟ ଆତ୍ମା ହୋଇଥିବେ। ୟାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ। ନମ୍ବର 1 ପବିତ୍ର, ପୁଣି ନମ୍ବର 1 ପତିତ ହେଉଛନ୍ତି। ସେ ନିଜକୁ ଭଗବାନ ବିଷ୍ଣୁ ଆଦି ତ କହୁନାହାନ୍ତି। ଏଠାରେ ଜଣେ ହେଲେ ଆତ୍ମା ପବିତ୍ର ନାହାନ୍ତି। ସମସ୍ତେ ପତିତ ଅଟନ୍ତି। ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ଏପରି ଭାବରେ ବିଚାର ସାଗର ମନ୍ଥନ କର। ଏଥିରେ ତୁମକୁ ଖୁସି ମିଳିବ। ଏଥିରେ ଏକାନ୍ତ ମଧ୍ୟ ନିଶ୍ଚୟ ଆବଶ୍ୟକ। ଜଣକର ସ୍ମୃତିରେ ରହି ଶରୀରର ଚେତନା ଭୁଲିଯିବାକୁ ଏକାନ୍ତ କୁହାଯାଏ। ବୁଦ୍ଧିରେ ଆତ୍ମା ଚମଡ଼ା ଶରୀରରୁ ଅଲଗା ହୋଇଯାଏ। ସନ୍ନ୍ୟାସୀ ମଧ୍ୟ ବ୍ରହ୍ମ ଅଥବା ତତ୍ତ୍ୱର ସ୍ମୃତିରେ ରହିଥାନ୍ତି। ଏହି ସ୍ମୃତିରେ ରହି ରହି ଶରୀରର ଅଭିମାନ ତୁଟିଯାଏ। ବାସ୍, ମୋତେ ବ୍ରହ୍ମରେ ଲୀନ ହେବାକୁ ପଡ଼ିବ। ଏହିପରି ନିଷ୍ଠାରେ ବସି ଯାଇଥାନ୍ତି। ତପସ୍ୟାରେ ବସି ବସି ଶରୀର ଛାଡ଼ି ଦିଅନ୍ତି। ଭକ୍ତିରେ ତ ମନୁଷ୍ୟ ବହୁତ ଧକ୍କା ଖାଇଥାନ୍ତି। ଏଥିରେ ଧକ୍କା ଖାଇବାର କୌଣସି କଥା ନାହିଁ। ବାବାଙ୍କ ସ୍ମୃତିରେ ହିଁ ରହିବାକୁ ହେବ। ପଛକୁ କାହାର ସ୍ମୃତି ନ ଆସୁ, ଘର ଗୃହସ୍ଥରେ ତ ରହିବାକୁ ପଡ଼ିବ। ବାକି ସମୟ ବାହାର କରିବାକୁ ହେବ। ବିଦ୍ୟାର୍ଥୀଙ୍କର ପାଠପଢ଼ାର ସଉକ ରହିଥାଏ ନା। ଏହା ହେଉଛି ପାଠପଢ଼ା। ନିଜକୁ ଆତ୍ମା ନ ଭାବିବା ଦ୍ୱାରା ପିତା, ଶିକ୍ଷକ, ଗୁରୁ ସମସ୍ତଙ୍କୁ ଭୁଲି ଯାଉଛନ୍ତି। ଏକାନ୍ତରେ ବସି ଏହିପରି ବିଚାର କର। ଗୃହସ୍ଥୀ ଘରେ ତ ବାତାବରଣ ଠିକ୍ ନଥାଏ। ଯଦି ଅଲଗା ପ୍ରବନ୍ଧ ଅଛି, ତେବେ ଗୋଟିଏ କୋଠରୀରେ ଏକାନ୍ତରେ ବସିଯାଅ। ମାତାମାନଙ୍କ ଦିନରେ ମଧ୍ୟ ସମୟ ମିଳିଥାଏ। ସେହି ସମୟରେ ପିଲାମାନେ ସ୍କୁଲକୁ ଚାଲିଯାଆନ୍ତି। ତେଣୁ ଯେତେ ସମୟ ମିଳୁଛି ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କର। ତୁମର ତ ଗୋଟିଏ ଘର। ବାବାଙ୍କର ତ କେତେ ଢେର ଦୋକାନ ରହିଛି। ଆହୁରି ହିଁ ବୃଦ୍ଧି ହୋଇ ଚାଲିବ। ମନୁଷ୍ୟମାନଙ୍କର ଧନ୍ଦା ଆଦିର ଚିନ୍ତା ରହିଲେ ନିଦ ମଧ୍ୟ ଭାଙ୍ଗିଯାଏ। ଏହା ମଧ୍ୟ ବ୍ୟବସାୟ ଅଟେ। ଇଏ କେତେ ବଡ଼ ଦଲାଲ ଅଟନ୍ତି। କେତେ ଅଦଳ ବଦଳ କରୁଛନ୍ତି। ପୁରୁଣା ଶରୀର ନେଇ ନୂଆ ଦେଉଛନ୍ତି। ସମସ୍ତଙ୍କୁ ରାସ୍ତା ବତାଉଛନ୍ତି। ଏହି ଧନ୍ଦା ମଧ୍ୟ ତାଙ୍କୁ କରିବାକୁ ହେବ। ଏହି ବ୍ୟବସାୟ ତ ବହୁତ ବଡ଼। ବ୍ୟବସାୟୀଙ୍କୁ ବ୍ୟବସାୟର ହିଁ ଖିଆଲ ରହିଥାଏ। ବାବା ଏହିପରି ଅଭ୍ୟାସ କରି ପୁଣି କହୁଛନ୍ତି, ଏଭଳି କର। ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ, ସ୍ୱତଃ ହିଁ ନିଦ ଭାଙ୍ଗିଯିବ। ରୋଜଗାରରେ ଆତ୍ମାକୁ ବହୁତ ମଜା ଲାଗିଥାଏ। ରୋଜଗାର ପାଇଁ ମନୁଷ୍ୟ ରାତ୍ରିରେ ମଧ୍ୟ ଉଜାଗର ରହିଥାନ୍ତି। ସିଜିନ୍ ସମୟରେ ସାରା ରାତି ମଧ୍ୟ ଦୋକାନ ଖୋଲା ରହିଥାଏ। ତୁମର ରୋଜଗାର ମଧ୍ୟ ରାତ୍ରିରେ ଏବଂ ସକାଳେ ବହୁତ ଭଲ ହେବ। ତୁମେ ସ୍ୱଦର୍ଶନ ଚକ୍ରଧାରୀ ଏବଂ ତ୍ରିକାଳଦର୍ଶୀ ହେଉଛ। 21 ଜନ୍ମ ପାଇଁ ଧନ ଏକତ୍ର କରୁଛ। ମନୁଷ୍ୟ ସାହୁକାର ହେବା ପାଇଁ ପୁରୁଷାର୍ଥ କରିଥାନ୍ତି। ତୁମେ ମଧ୍ୟ ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ବଳ ମଧ୍ୟ ମିଳିବ। ଯୋଗର ଯାତ୍ରାରେ ନ ରହିଲେ ବହୁତ କ୍ଷତି ହେବ। କାହିଁକି ନା ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି। ସେଥିପାଇଁ ଏବେ ଜମା କରିବାକୁ ହେବ। ଜଣକୁ ହିଁ ମନେ ପକାଇ ତ୍ରିକାଳଦର୍ଶୀ ହେବାକୁ ପଡ଼ିବ। ଏହି ଅବିନାଶୀ ଧନ ଅଧାକଳ୍ପ ପାଇଁ ଏକତ୍ର କରିବାକୁ ହେବ।
ଏହା ତ ବହୁତ ମୂଲ୍ୟବାନ ଅଟେ। ତେଣୁ ବିଚାର ସାଗର ମନ୍ଥନ କରି ରତ୍ନ ବାହାର କରିବାକୁ ହେବ। ବାବା ନିଜେ ବିଚାର ସାଗର ମନ୍ଥନ କରିବା ସହିତ ପିଲାମାନଙ୍କୁ ମଧ୍ୟ ଯୁକ୍ତି ବତାଉଛନ୍ତି। କହୁଛନ୍ତି ବାବା ମାୟାର ବହୁତ ତୋଫାନ ଆସୁଛି। ବାବା କହୁଛନ୍ତି ଯେତେ ଦୂର ସମ୍ଭବ ନିଜର ରୋଜଗାର କର। ଏହି ରୋଜଗାର ହିଁ କାମରେ ଆସିବ। ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକୁ ହେବ। ଫୁର୍ସତ ଥିଲେ ମନ୍ଦିର ଆଦିରେ ମଧ୍ୟ ବହୁତ ସେବା କରିପାରିବ। ସେଥିପାଇଁ ସର୍ବଦା ବ୍ୟାଚ୍ ପିନ୍ଧିଥିବା ଦରକାର। ସମସ୍ତେ ବୁଝିଯିବେ ଏମାନେ ହେଲେ ଆତ୍ମିକ ସେନା। ତୁମେ ଲେଖୁଛ ମଧ୍ୟ ଆମେ ସ୍ୱର୍ଗର ସ୍ଥାପନା କରୁଛୁ। ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଏବେ ନାହିଁ, ଯାହାକୁ ପୁଣି ସ୍ଥାପନ କରୁଛନ୍ତି। ଏହି ଲକ୍ଷ୍ମୀ ନାରାୟଣ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟନ୍ତି ନା? କେବେ କେବେ ଏହା ଟ୍ରାନ୍ସଲାଇଟ୍ର ଚିତ୍ର ବ୍ୟାଟେରୀ ସହିତ ନେଇ ପରିକ୍ରମା କରି ସମସ୍ତଙ୍କୁ କୁହ, ଏହି ରାଜ୍ୟ ଆମେ ସ୍ଥାପନ କରୁଛୁ। ଏହି ଚିତ୍ର ସବୁଠାରୁ ଫାଷ୍ଟକ୍ଲାସ୍ ଅଟେ। ଏହି ଚିତ୍ର ବହୁତ ପ୍ରସିଦ୍ଧ ହୋଇଯିବ। କେବଳ ଜଣେ ଲକ୍ଷ୍ମୀନାରାୟଣ ନଥିଲେ, ତାଙ୍କର ରାଜଧାନୀ ଥିଲା ନା? ଏହି ସ୍ୱରାଜ୍ୟ ବର୍ତ୍ତମାନ ସ୍ଥାପନ ହେଉଛି। ତେଣୁ ବାବା କହୁଛନ୍ତି ମନ୍ମନା ଭବ। ବାବାଙ୍କୁ ମନେ ପକାଅ, ତେବେ ଯାଇ ବିକର୍ମ ବିନାଶ ହେବ। କହୁଛନ୍ତି ଆମେ ଗୀତାର ସପ୍ତାହ ପାଳନ କରିବୁ। ଏହିସବୁ ଯୋଜନା କଳ୍ପ ପୂର୍ବ ସଦୃଶ ପ୍ରସ୍ତୁତ ହେଉଛି। ପରିକ୍ରମାରେ ଏହି ଚିତ୍ର ନେବାକୁ ପଡ଼ିବ। ଏହାକୁ ଦେଖି ସମସ୍ତେ ଖୁସି ହେବେ। ତୁମେ କହିବ ବାବାଙ୍କୁ ଏବଂ ସ୍ୱର୍ଗକୁ ମନେ ପକାଅ। ମନ୍ମନା ଭବ, ଏହା ଗୀତାର ଅକ୍ଷର ନା? ଭଗବାନ ଶିବ ବାବା ଅଟନ୍ତି। ସେ କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ। 84 ଜନ୍ମର ଚକ୍ରକୁ ସ୍ମୃତିରେ ଆଣ, ତେବେ ଏହିପରି ଲକ୍ଷ୍ମୀନାରାୟଣ ହୋଇଯିବ। ଲିଟରେଚର ମଧ୍ୟ ତୁମେ ଉପହାରରେ ଦିଅ। ଶିବ ବାବାଙ୍କ ଭଣ୍ଡାର ତ ସର୍ବଦା ଭରପୁର ରହିଛି। ଆଗକୁ ଗଲେ ବହୁତ ସେବା ହେବ। ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସ୍ପଷ୍ଟ ଅଟେ। ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା। ବହୁତ ସାହୁକାର ଥିଲ। ମନୁଷ୍ୟମାନେ ଚାହୁଁଛନ୍ତି ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ହେଉ। ମନୁଷ୍ୟ ଯାହା ଚାହୁଁଛନ୍ତି ତାର ଲକ୍ଷଣ ଏବେ ଦେଖାଯାଉଛି। ପୁଣି ଧୀରେ ଧୀରେ ବୁଝିଯିବେ ଯେ ଏମାନେ ତ ଠିକ୍ କହୁଛନ୍ତି। 100% ପବିତ୍ରତା, ସୁଖ, ଶାନ୍ତିର ରାଜ୍ୟ ପୁନର୍ବାର ସ୍ଥାପନ କରୁଛନ୍ତି। ପୁଣି ତୁମର ଖୁସି ମଧ୍ୟ ରହିବ। ବାବାଙ୍କ ସ୍ମୃତିରେ ରହିଲେ ହିଁ ତୀର ଲାଗିବ। ଶାନ୍ତିରେ ରହି ଅଳ୍ପ କଥା କହିବା ଉଚିତ, ଅଧିକ ଆବାଜ କରିବାର ନାହିଁ। ଗୀତ, କବିତା ଆଦି କିଛି ବି ବାବା ପସନ୍ଦ କରୁନାହାନ୍ତି। ବାହାରର ମନୁଷ୍ୟମାନଙ୍କ ସହିତ କ୍ରୋଧ କରିବା ଅନୁଚିତ। ତୁମର କଥା ହିଁ ଅଲଗା। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ବାସ୍। ଭଲ ସ୍ଲୋଗାନ ମଧ୍ୟ ଥିବା ଦରକାର, ଯେପରି ମନୁଷ୍ୟ ପଢ଼ି ଜାଗ୍ରତ ହେବେ। ପିଲାମାନଙ୍କର ବୃଦ୍ଧି ହୋଇ ଚାଲିଛି। ସମ୍ପତ୍ତି ତ ଭରପୁର ରହିଛି। ପିଲାମାନେ ଯାହା ଦେଇଛନ୍ତି ତାହା ପୁଣି ତାଙ୍କରି କାମରେ ହିଁ ଆସୁଛି। ବାବା ତ ପଇସା ନେଉନାହାନ୍ତି। ତୁମ ଜିନିଷ ତୁମ କାମରେ ହିଁ ଆସୁଛି। ଭାରତବାସୀ ଜାଣିଛନ୍ତି ଆମେ ବହୁତ ସୁଧାରୁଛୁ। 5 ବର୍ଷ ଭିତରେ ଏତେ ଶସ୍ୟ ହେବ ଯେ ଶସ୍ୟର କେବେ ହେଲେ ଅଭାବ ରହିବ ନାହିଁ। ତୁମେ ଜାଣିଛ ଏପରି ଅବସ୍ଥା ହେବ ଖାଇବାକୁ ଅନ୍ନ ମଧ୍ୟ ମିଳିବ ନାହିଁ। ଏପରି ନୁହେଁ ଯେ ଶସ୍ୟ ଶସ୍ତା ହୋଇଯିବ। ତୁମେମାନେ ଜାଣିଛ ଯେ ଆମେ 21 ଜନ୍ମ ପାଇଁ ନିଜର ରାଜ୍ୟ ଭାଗ୍ୟ ପ୍ରାପ୍ତ କରୁଛୁ। ଅଳ୍ପ ବହୁତ ଅସୁବିଧା ତ ସହନ କରିବାକୁ ହିଁ ହେବ। କୁହାଯାଏ ଖୁସି ପରି ଭୋଜନ ନାହିଁ। ଅତୀନ୍ଦ୍ରିୟ ସୁଖ ପାଇଁ ଗୋପଗୋପୀଙ୍କର ଗାୟନ ରହିଛି। ଢେର ସନ୍ତାନ ହୋଇଯିବେ। ଯେଉଁମାନେ ଏହି ଦେବୀ ଦେବତା ଧର୍ମର ହୋଇଥିବେ ସେମାନେ ଆସିଯିବେ। ଏହିଠାରେ ହିଁ ବୃକ୍ଷ ବଢ଼ିବ ନା? ବର୍ତ୍ତମାନ ସ୍ଥାପନା ହେଉଛି। ଅନ୍ୟ ଧର୍ମରେ ଏପରି ହେଉନାହିଁ। ସେମାନେ ତ ଉପରୁ ଆସୁଛନ୍ତି। ଏହା ତ ଯେପରି ବୃକ୍ଷ ସ୍ଥାପନ ହୋଇ ହିଁ ରହିଛି। ଏଥିରେ ପୁଣି କ୍ରମାନ୍ୱୟରେ ଆସି ବୃଦ୍ଧି ହୋଇ ଚାଲିବେ। ଅସୁବିଧା କିଛି ହେଲେ ନାହିଁ। ସେମାନଙ୍କୁ ତ ଉପରୁ ଆସି ଅଭିନୟ କରିବାକୁ ହିଁ ପଡ଼ିବ। ଏଥିରେ ମହିମାର କ'ଣ କଥା ରହିଛି? ଧର୍ମ ସ୍ଥାପକଙ୍କର ପଛରେ ଆସି ଚାଲିଛନ୍ତି। ସେମାନେ ସଦ୍ଗତିର କ'ଣ ଶିକ୍ଷା ଦେବେ? କିଛି ବି ନୁହେଁ।
ଏଠାରେ ତ ବାବା ଭବିଷ୍ୟତ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ସାଙ୍ଗମ ଯୁଗରେ ନୂଆ ଚାରା ଲଗାଉଛନ୍ତି ନା? ପ୍ରଥମେ ଚାରାକୁ କୁଣ୍ଡରେ ଲଗାଇ ପୁଣି ତଳେ ଲଗାଇ ଦେଇଥାନ୍ତି। ଏହା ପୁଣି ବୃଦ୍ଧି ହେବାକୁ ଲାଗେ। ତୁମେ ମଧ୍ୟ ଏବେ ଗଛ ଲଗାଉଛ, ଅର୍ଥାତ୍ ଅନ୍ୟମାନଙ୍କୁ ବୁଝାଉଛ। ପୁଣି ସତ୍ୟ ଯୁଗରେ ବୃଦ୍ଧି ହୋଇ ହୋଇ ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବେ। ତୁମେ ନୂଆ ଦୁନିଆର ସ୍ଥାପନା କରୁଛ। ମନୁଷ୍ୟ ଭାବୁଛନ୍ତି କଳି ଯୁଗରେ ଏବେ ବହୁତ ବର୍ଷ ବାକି ରହିଛି, କାହିଁକି ନା ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି। ଭାବୁଛନ୍ତି କଳିଯୁଗ ଏବେ 40,000 ବର୍ଷ ବାକି ରହିଛି। ପୁଣି ବାବା ଆସି ନୂଆ ଦୁନିଆ କରାଇବେ। କେହି କେହି ଭାବୁଛନ୍ତି ଏହା ସେହି ମହାଭାରତ ଲଢ଼େଇ ଅଟେ। ଗୀତାର ଭଗବାନ ମଧ୍ୟ ନିଶ୍ଚୟ ରହିଥିବେ। ତୁମେ କହୁଛ ଶ୍ରୀକୃଷ୍ଣ ତ ନଥିଲେ। ବାବା ବୁଝାଉଛନ୍ତି ଶ୍ରୀକୃଷ୍ଣ ତ 84 ଜନ୍ମ ନେଉଛନ୍ତି। ଜଣକର ଚେହେରା ଅନ୍ୟ ଜଣକ ସହିତ ମିଶିପାରିବ ନାହିଁ। ତେବେ ଏଠାକୁ ପୁଣି ଶ୍ରୀକୃଷ୍ଣ କିପରି ଆସିବେ? କେହି ମଧ୍ୟ ଏହି କଥା ଉପରେ ବିଚାର କରୁନାହାନ୍ତି। ତୁମେ ଜାଣୁଛ ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଥିଲେ। ପୁଣି ସେ ଦ୍ୱାପରରେ କୁଆଡ଼ୁ ଆସିବେ? ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ରକୁ ଦେଖିଲେ ହିଁ ବୁଝି ହୁଏ ଯେ ଶିବ ବାବା ଏହି ସମ୍ପତ୍ତି ଦେଉଛନ୍ତି। ସତ୍ୟଯୁଗର ସ୍ଥାପନା ବାବା ହିଁ କରୁଛନ୍ତି। ଏହି ସୃଷ୍ଟିଚକ୍ର ବୃକ୍ଷ ଆଦିର ଚିତ୍ର କ'ଣ କମ କି? ଏକଦା ତୁମ ପାଖରେ ଏହି ଚିତ୍ର ଟ୍ରାନ୍ସଲାଇଟର ତିଆରି ହୋଇଯିବ। ପୁଣି ସମସ୍ତେ କହିବେ ଆମର ଏହିପରି ଚିତ୍ର ଦରକାର। ଏହି ଚିତ୍ର ଦ୍ୱାରା ପୁଣି ବିହଙ୍ଗ ମାର୍ଗର ସେବା ହେବ। ତୁମ ପାଖକୁ ଏତେ ସନ୍ତାନ ଆସିବେ ଯେ ଫୁର୍ସତ ମିଳିବ ନାହିଁ। ଢେର ଆସିବେ। ତୁମକୁ ବହୁତ ଖୁସି ଲାଗିବ। ଦିନକୁ ଦିନ ତୁମର ଶକ୍ତି ବଢ଼ି ଚାଲିବ। ଡ୍ରାମା ଅନୁସାରେ ଯେଉଁମାନେ ଫୁଲ ହେବେ ତାଙ୍କୁ ଅନୁଭବ ହେବ। ତୁମକୁ ଏପରି କହିବାକୁ ପଡ଼ିବ ନାହିଁ ଯେ ବାବା ଏହାକୁ ଅନୁଭବ କରାଅ। ବାବା କ'ଣ ଅନୁଭବ କରାନ୍ତି କି? ଉଚିତ ସମୟରେ ସ୍ୱତଃ ଅନୁଭବ ହେବ। ବାବା ତ ରାସ୍ତା ବତାଇବେ ନା। ବହୁତ ମାତାମାନେ ଲେଖୁଛନ୍ତି ଯେ ଆମର ସ୍ୱାମୀକୁ ଅନୁଭବ କରାଅ। ଏପରି ସମସ୍ତଙ୍କୁ ଅନୁଭବ କରାଇବି, ତେବେ ତ ସମସ୍ତେ ସ୍ୱର୍ଗରେ ଏକତ୍ର ହୋଇଯିବେ। ପାଠ ପଢ଼ାରେ ହିଁ ପରିଶ୍ରମ ରହିଛି। ତୁମେ ଈଶ୍ୱରୀୟ ସେବାଧାରୀ ଅଟ ନା? ସତ୍ୟ କଥା ବାବା ପୂର୍ବରୁ ହିଁ ବତାଇ ଦେଉଛନ୍ତି। କ'ଣ କ'ଣ ସବୁ କରିବାକୁ ହେବ। ଏହିପରି ଚିତ୍ର ନେଇଯିବାକୁ ପଡ଼ିବ। ସିଡ଼ିର ଚିତ୍ର ମଧ୍ୟ ନେବାକୁ ପଡ଼ିବ। ଡ୍ରାମା ଅନୁସାରେ ସ୍ଥାପନା ତ ନିଶ୍ଚିତ ହେବ। ବାବା ସେବା ପାଇଁ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହେବ। ବାବା କହୁଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଲକ୍ଷ ଲକ୍ଷ ବ୍ୟାଚ୍ ବନାଅ। ଟ୍ରେନରେ ଟିକେଟ କରି 100 ମାଇଲ ପର୍ଯ୍ୟନ୍ତ ସେବା କରି କରି ଆସ। ଗୋଟିଏ ଡବାରୁ ଦ୍ୱିତୀୟ ଡବା, ପୁଣି ତୃତୀୟ ଡବା, ଏହିଭଳି ସେବା କର। ଏହା ବହୁତ ସହଜ ଅଟେ। ପିଲାମାନଙ୍କୁ ସେବାର ସଉକ ରହିବା ଦରକାର। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବିଚାର ସାଗର ମନ୍ଥନ କରି ଭଲ ଭଲ ରତ୍ନ ବାହାର କରିବାକୁ ହେବ। ରୋଜଗାର ଜମା କରିବାକୁ ହେବ। ସଚା ସଚା ଈଶ୍ୱରୀୟ ସେବାଧାରୀ ହୋଇ ସେବା କରିବାକୁ ପଡ଼ିବ। 2 ନମ୍ବର, ପାଠପଢ଼ା ପ୍ରତି ବହୁତ ସଉକ ରଖିବାକୁ ହେବ। ଯେତେବେଳେ ବି ସମୟ ମିଳୁଛି ଏକାନ୍ତକୁ ଚାଲିଯିବା ଦରକାର। ଏପରି ଅଭ୍ୟାସ ହେଉ ଯେପରି ଜୀବିତ ଥାଇ ମଧ୍ୟ ଏହି ଶରୀରରୁ ମରିଯାଇଛୁ। ଏହିଭଳି ସ୍ଥିତିର ଅନୁଭବ ହେଉ। ଦେହର ସ୍ମୃତି ମଧ୍ୟ ଭୁଲି ହୋଇଯାଉ। ଆଜିର ବରଦାନ, ନିଜର ମୂଳ ସଂସ୍କାର ଗୁଡ଼ିକୁ ପରିବର୍ତ୍ତନ କରି ବିଶ୍ୱର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ। ନିଜର ମୂଳ ସଂସ୍କାର ଗୁଡ଼ିକୁ ପରିବର୍ତ୍ତନ କରି ବିଶ୍ୱର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ। ଡିଟେଲ୍ସ, ସମସ୍ତଙ୍କ ଭିତରେ ନିଜ ନିଜର ଯେଉଁ ସବୁ ମୂଳ ସଂସ୍କାର ରହିଛି, ଯାହାକୁ ତୁମେମାନେ ନେଚର ବା ସ୍ୱଭାବ ବୋଲି କହୁଛ, ଯାହାକି ସମୟ ସମୟରେ ତୁମକୁ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରୁଛି, ସେହି ମୂଳ ସଂସ୍କାରର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ।
ତେବେ ଯାଇ ସମ୍ପୂର୍ଣ୍ଣ ବିଶ୍ୱର ପରିବର୍ତ୍ତନ ହେବ। ଏବେ ଏଭଳି ନିଜକୁ ପରିବର୍ତ୍ତନ କର ଯାହାକି କେହି ଏଭଳି ନ କହୁ ଯେ ୟାଙ୍କର ଏହି ସଂସ୍କାର ତ ଆରମ୍ଭରୁ ହିଁ ରହିଛି। ଯେତେବେଳେ ପୁରୁଣା ସ୍ୱଭାବ ସଂସ୍କାର ଅଂଶ ମାତ୍ରରେ ମଧ୍ୟ ଦେଖା ନଯିବ ବା କେହି ଆଲୋଚନା ନ କରିବେ, ତେବେ କୁହାଯିବ ଇଏ ସମ୍ପୂର୍ଣ୍ଣ ପରିବର୍ତ୍ତନର ଦୃଷ୍ଟାନ୍ତ ସ୍ୱରୂପ ଆତ୍ମା। ଆଜିର ସ୍ଲୋଗାନ, ଏବେ ଚେଷ୍ଟା କରିବାର ସମୟ ବିତିଗଲାଣି। ସେଥିପାଇଁ ଦିଲ୍ଲୀର ସହିତ ପ୍ରତିଜ୍ଞା କରି ଜୀବନର ପରିବର୍ତ୍ତନ କର। ଏବେ ଚେଷ୍ଟା କରିବାର ସମୟ ବିତିଗଲାଣି। ସେଥିପାଇଁ ଦିଲ୍ଲୀର ସହିତ ପ୍ରତିଜ୍ଞା କରି ଜୀବନର ପରିବର୍ତ୍ତନ କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେପରି ବିଜ୍ଞାନର ସାଧନଗୁଡ଼ିକ ଯେତେବେଳେ ପ୍ରୟୋଗରେ ଆସୁଛି ସେତେବେଳେ କହୁଛନ୍ତି ବିଜ୍ଞାନ ବହୁତ ଭଲ କାମ କରୁଛି। ସେହିପରି ଶାନ୍ତିର ଶକ୍ତିକୁ ପ୍ରୟୋଗ କର। ଏଥିପାଇଁ ଏକାଗ୍ରତାର ଅଭ୍ୟାସକୁ ବଢ଼ାଅ। ତେବେ ଏକାଗ୍ରତାର ମୂଳ ଆଧାର ହେଲା ମନକୁ ନିୟନ୍ତ୍ରଣ କରିବାର ଶକ୍ତି, ଯାହାଦ୍ୱାରା ମନୋବଳ ବୃଦ୍ଧି ହୋଇଥାଏ। ସେଥିପାଇଁ ଏକାନ୍ତବାସୀ ହୁଅ। ଓମ୍ ଶାନ୍ତି।